ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ତୁରିଗଡ଼ିଆ ବଜାରରେ ଏକ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଶହୀଦ ସ୍ମାରକ ରକ୍ତତୀର୍ଥ ତୁରିଗଡ଼ିଆ ଶାନ୍ତି କମିଟି ଦ୍ୱାରା ରାଜ୍ୟ ବିଜେପି ମୁଖପାତ୍ର ତଥା ଅଞ୍ଚଳର ଯୁବ ସମାଜସେବୀ ଠାକୁର ରଞ୍ଜିତ ଦାସଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରିଗଡ଼ିଆ ବଜାରସ୍ଥିତ କାଳୀ ମଣ୍ଡପ ନିକଟରେ ଶହୀଦ ସ୍ମାରକୀ ରକ୍ତତୀର୍ଥ ତୁରିଗଡ଼ିଆ ଶାନ୍ତି କମିଟିର ସଭାପତି ବିଷ୍ଣୁମୋହନ ସାହୁଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୁରିଗଡ଼ିଆ ବଜାରର ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥିତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ସହିତ ବଜାରର ବ୍ୟବସାୟୀ ଏବଂ ଅଞ୍ଚଳବାସୀ କିପରି କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ପରେ କମିଟିର ସଦସ୍ୟମାନେ ତୁରିଗଡ଼ିଆ ବଜାରରେ ଏକ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଏହି ଦାବିପତ୍ର ସେ କେନ୍ଦ୍ର ଅର୍ଥମନ୍ତ୍ରୀ ସମେତ କେନ୍ଦ୍ର ନେତୃମଣ୍ଡଳୀଙ୍କୁ ଅବଗତ କରାଇବା ସହିତ ଆଗାମୀ ଦିନରେ ତୁରିଗଡ଼ିଆରେ ଏକ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତୁରିଗଡ଼ିଆ ଅଞ୍ଚଳରେ जो नुआ युवबंधु माने व्यवसाय आरंभ करिसेंती बा दीर्घ दिन धरी जो माने व्यवसाय करूचंती बा आगामी पीढ़ी जो युवक माने आसीबे व्यवसाय को ए अंचल को ताको पई जो आपण अपेक्षा करिसेंती जे भारत सरकार को तरफ आउ एक बैंक एडी खोला जाऊ से उद्देश्य रे जो आपण आज स्मारक आपण हमको दउचंती भारत सरकार श्री निर्मला सीतारमैया जे अर्थ मंत्री भारत सरकार बा नरेंद्र मोदी शासन सरकार रे जे अर्थ विभाग दायित्व रछन ताको उद्देश्य रे जो दाबी पत्र दउचंती आशा करूची जे मार्च भितरे आपनकु गोटे नूतन वार्ता सहित गोटे नूतन खुशी खबर मिलिबा जे अवहेलित जगह को उन्नत जगह को जहाँ कम वहाँ हम ए मानसिकता को लेकिन जिते से काम कर मुख्य लक्ष्य है सबका साथ सबका विकास। तो सही आधार रे आपण मान जो प्रयास आरंभ करिसंती और ये प्रयास पूर्ण हेले आपण सबका विश्वास ए सरकार प्रति बा प्रधानमंत्री प्रति बढ़िबो से आस्था को मु आहुरी दृढ़भूत करी ताहा आज आपको कथा देकी जाउची। बालेश्वर लोचन राउत रिपोर्ट नागराज न्यूज।